ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ୍ ଚ୍ୟାନେଲ୍ କ୍ୟାରିୟର କ୍ଲାसेସ୍କୁ। ଆସିଲା ଚିଠି ଏପ୍ରିଲ 2ରୁ ସକାଳ ସ୍କୁଲ ହେବ। ତେଣୁ ଡିଟେଲ୍ସ ସହିତ ଭିଡ଼ିଓରେ ଅଛି। ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଆଉ ସେୟାର କରିବେ। ଆପଣମାନେ ଭାବୁଥିବେ ଯେ ଏପ୍ରିଲ ମାସ ଆସିଲାଣି, ଖରା ବଢ଼ିଲାଣି, ତଥାପି ଏପର୍ଯ୍ୟନ୍ତ ଚିଠି କାହିଁ ଆସିଲା ନାହିଁ କି ଖରା ଛୁଟି କାହିଁକି ହେଲା ନାହିଁ ହେଲା। ତ ଏଠି ଡିଟେଲ୍ସ ସହିତ ଭିଡ଼ିଓରେ ଅଛି। ତେଣୁ ଦେଖନ୍ତୁ ଆପଣମାନଙ୍କ ପାଇଁ ଗୋଟେ ଲେଟର ମଧ୍ୟ ଆସିଛି, ଯୋଉଟା ହେଉଛି କ'ଣ ନା ଷ୍ଟାଣ୍ଡିଂ ଅର୍ଡର। ଏବଂ ଏଇ ଯେଉଁ ଷ୍ଟାଣ୍ଡିଂ ଅର୍ଡର ଅନୁସାରେ ହିଁ ଆପଣମାନଙ୍କର କ'ଣ ହେବ ନା ମର୍ଣ୍ଣିଂ ସ୍କୁଲ ହେବ ଏବଂ ଆପଣମାନେ କ'ଣ କରିବେ ନା ସକାଳୁଆ ସ୍କୁଲ କରିବେ, ଯେଉଁଟା ହେଉଛି ଷ୍ଟାଣ୍ଡିଂ କ୍ୟାଲେଣ୍ଡର ଆକ୍ଟିଭିଟି ବା ଯେଉଁଟା ହେଉଛି ଷ୍ଟାଣ୍ଡିଂ ଟାଇମ୍ ଟେବୁଲ୍ ହେଲା। ତ ଏଇଟା ଏଲିମେଣ୍ଟାରୀ ଏବଂ ସେକେଣ୍ଡାରୀ ବୋଥ୍ ସ୍କୁଲ ମାନଙ୍କ ପାଇଁ ଅଛି, ଯୋଉଟାକି ଦେଖନ୍ତୁ ଆପଣମାନଙ୍କର କାର୍ଯ୍ୟ ନିର୍ଘଣ୍ଟ, ଯୋଉଟା ପ୍ରାର୍ଥନା ସଭା ଯୋଉଟା ରହୁଛି ଲେଖା ହେଇଛି 6:30ରୁ 6:45 ମାର୍ଚ୍ଚ ଏବଂ ଏପ୍ରିଲ ମାସ ପାଇଁ, ଏବଂ 6:30ରୁ 6:45 ହେଉଛି ଫେବୃଆରୀରୁ ପ୍ରତ୍ୟେକ ଶନିବାର ଦିନ ଏବଂ 10ଟାରୁ ଏଇ ଯେଉଁ ଶନିବାର କଥା ଛାଡ଼ି ଦିଅନ୍ତୁ, ଆମର ଦରକାର କ'ଣ ଏପ୍ରିଲ ମାସ। ତ ଦେଖନ୍ତୁ ବିଦ୍ୟାଳୟର ସମୟ ଏପ୍ରିଲ ମାସ ପାଇଁ 6:30ରୁ 11ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀ ପର୍ଯ୍ୟନ୍ତ। ତା ଅର୍ଥ ଆପଣମାନଙ୍କର ଏଲିମେଣ୍ଟାରୀ ହଉ କି ସେକେଣ୍ଡାରୀ ହଉ, ପ୍ରଥମରୁ 10ମ ଯାଏଁ ଆପଣମାନଙ୍କର ଟାଇମ୍ ଟେବୁଲ ଏପ୍ରିଲ ମାସ ପାଇଁ କେତେ ନା 6:30ରୁ 11ଟା ହେଲା। ତ ଆପଣମାନେ ତା ଅର୍ଥ କ'ଣ ନା ଷ୍ଟାଣ୍ଡିଂ ଅର୍ଡର ନ ଆସିଲେ ବି ଆପଣମାନେ ଚାହିଁଲେ ନିଜ ନିଜ ସ୍କୁଲକୁ ସକାଳ ସ୍କୁଲ ଭାବରେ କରିପାରିବେ। ଏବଂ ଯଦି ଚାହୁଁଛନ୍ତି ତାହେଲେ ଆପଣଙ୍କର ଅଥରିଟି ଯିଏ ଅଛନ୍ତି ତାଙ୍କୁ ପରମିଶନ ମାଗନ୍ତୁ ଏବଂ ପରମିଶନ ନେଇକି ଯଦି କରିବାକୁ ଚାହୁଁଛନ୍ତି ଆହୁରି ବେଟର ହେବ। ନହେଲେ ଆପଣମାନେ ଚାହିଁଲେ ମଧ୍ୟ ଏଇ କ୍ୟାଲେଣ୍ଡର ଆକ୍ଟିଭିଟି ଅନୁସାରେ ଆପଣମାନେ 6:30ରୁ 11ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀ ପର୍ଯ୍ୟନ୍ତ ଆପଣମାନେ କ'ଣ କରିପାରିବେ ନା ସକାଳ ସ୍କୁଲ କରିପାରିବେ। ଧନ୍ୟବାଦ। ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଆଉ ସେୟାର କରିବେ ଏବଂ ବିଭିନ୍ନ ପ୍ରକାର ଭିଡ଼ିଓ ଏହି ଚ୍ୟାନେଲରେ ଉପଲବ୍ଧ ଯାଇକି ଦେଖିବେ। ଧନ୍ୟବାଦ।